ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୌକା ବିହାର କରିବା ପରେ ଐତିହାସିକ ବାଲିଯାତ୍ରାକୁ ବିଧିବଦ୍ଧ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଘାଟନୀ ଉତ୍ସବରେ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହାସହ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବରେ 13ଟି ଦେଶର ରାଷ୍ଟ୍ରଦୂତ ପ୍ରମୁଖ ସାମିଲ ହୋଇଛନ୍ତି। ଏହାସହ 8ଟି ଦେଶର କଳାକାର ମଧ୍ୟ ସାମିଲ ହୋଇଛନ୍ତି। ଚଳିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ରାଷ୍ଟ୍ର ସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ କରାଯାଇଛି। ଓଡ଼ିଆ ଅସ୍ମିତାକୁ ନେଇ ପୁରୁଣା ଓଡ଼ିଆ ସିନେମାକୁ ନେଇ କଟକ ଇନ୍ କଟକରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ସେହିଭଳି ପ୍ରଥମ ଥର ପାଇଁ ଫିଲ୍ମ ଫେଷ୍ଟିଭାଲ, ଚଳଚ୍ଚିତ୍ର ପ୍ରଦର୍ଶନ, ଡ୍ରୋନ୍ ଶୋ, ପିଠା ମହୋତ୍ସବ, ଓର୍ମାସର ସ୍ୱତନ୍ତ୍ର ଷ୍ଟଲ୍ ଦେଖିବାକୁ ମିଳିଛି। ପ୍ରତିଦିନ ବଲିଉଡ୍ ଓ ଓଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବାଲିଯାତ୍ରାର ବିଶେଷ ଆକର୍ଷଣ ହେବାକୁ ଯାଉଛି। ଏସିଆର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳାରେ ଉଭୟ ପଡ଼ିଆରେ 2500 ଷ୍ଟଲ୍ ଖୋଲାଯାଇଛି। ଏହା ମଧ୍ୟରୁ ଓର୍ମାସର ରହିଛି 500 ଷ୍ଟଲ୍। ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ଓର୍ମାସରେ ଅଗ୍ରାଧିକାର ଦିଆଯାଇଛି। ଏଥର ବାଲିଯାତ୍ରା 15 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।